ମଳିକି ସାହି ଲୋକ 20-30 ଜଣ ହେବେ, 20-30 ଜଣ ହେବେ। ଗଲେ ଖରା ମରା ଭାଷାର ଗାଳିଦେଲେ, ଗାଳି ଦେଇକି ମାଟ ଲଗେଇଲେ। ମୁଁ ମୋ ନଣନ୍ଦକୁ ଧରିବି ଯିବାର ମତେ ହଉଛି ବାଡେଇଲେ। 27 ତାରିଖ ଏତଲା ଦେଇଥିଲୁ। ମୋ ନାଁ ଗୋପୀନାଥ ମହାଳିକ। ଅଷ୍ଟମ ପ୍ରହରୀ ସାହି ସିଏ ଆସିକି ଆମ ଗାଁ ଭିତରେ ପଶିକି ଗଣ୍ଡଗୋଳ କରିକି ଗଲେ। କେହି ମାନେ ଇଏ ନାହାନ୍ତି, ମାରି ଦେଇକି ଆମକୁ ଗଲେ ସବୁ ପୁଲିର ପିଟିକି ଗଲେ। ଆମେ ଅଟକେଇବାରୁ ଆମକୁ ମାଡ ହେଇଛି। ଦେଖନ୍ତୁ କି ମୋ ମୁହଁ ଫୁଲିଛି କେମିତି। ସବୁ ଲେଡିସ୍ କୁ ପିଟିକି ଯାଇଛନ୍ତି। 27 ତାରିଖ FIR ଦେଇକି ଯାଇଥିଲୁ। ଥାନା ହଉଛି IIC କିଛି ବୁଝିଲେନି। ଆମେ ଆସିଛୁ ଆଜି ହଉଛି ଗୋଟେ ଆପ୍ଲିକେସନ ଦେଇକି SP ଅଫିସ ଆଉ ଏକୁ ଟୋଟାଲ ହଉଛି ଦେଇକି ଯିମୁ। ସେ ପାଳିଆ ମହାଳିକ ସାହିରେ ଆସିକି ଚିଚାରପୁର ମଳିକ ସାହି ଛୁଆ ଆସିକି ବିନା ଦୋଷରେ ଆସିକି ଅଲଗା ଲୋକଙ୍କୁ ବାଡେଇକି ତାଙ୍କୁ ମେଡିକାଲ ପକେଇଛନ୍ତି। ଏପର୍ଯ୍ୟନ୍ତ କଟକର ଜଣେ ପଡିକି ରହିଛି, ତା ନାକ ପୁରା ହାଣି ହେଇଛି, ପୁରା ଏଇ ସିଧାରୁ ହାଡ ପୁରା ଫାଟି ଯାଇଛି। ସେ ଏପର୍ଯ୍ୟନ୍ତ କଟକ ମେଡିକାଲ ପଡିକି ରହିଛି। ଆଉ ସମସ୍ତେ ଭଦ୍ରକ ମେଡିକାଲ ରିଟର୍ନ ହେଇକି ଆସିଛନ୍ତି, ଆସିକି ଘର ପାଖରେ ରହିଛନ୍ତି। ଏପର୍ଯ୍ୟନ୍ତ ପୋଲିସ ତାର କିଛି ପଦକ୍ଷେପ ନେଇ ପାରୁନି।